ଆଜିର ପ୍ରସଙ୍ଗ ପୁସ୍ତକର ମହତ୍ତ୍ୱ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସରିତା ସାହୁ। ବହି ପଢ଼ିବାର ଆନନ୍ଦ, ଜୀବନରେ ବହିର ପ୍ରଭାବ ଏବଂ ଲେଖକଙ୍କ ଅଧିକାରର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ନେଇ ଆଜି ବିଶ୍ୱ ପୁସ୍ତକ ଓ ସତ୍ତ୍ୱାଧିକାର ଦିବସ ପାଳନ କରାଯାଉଛି। ବହି ପଢ଼ିବାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ପୁସ୍ତକ ମାଧ୍ୟମରେ ଜ୍ଞାନର ଆଲୋକବର୍ତ୍ତିକାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷର ବାର୍ତ୍ତା ରହିଛି ନିଜସ୍ୱ ଭାବେ ଅଧ୍ୟୟନ। 1995 ମସିହା ଏପ୍ରିଲ 23 ତାରିଖରେ ପ୍ରଥମ ବିଶ୍ୱ ପୁସ୍ତକ ଦିବସ ପାଳିତ ହୋଇଥିଲା। ବାର୍ସିଲୋନାର ସର୍ଭାଣ୍ଟେସ୍ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଭିସେଣ୍ଟ କ୍ଲାଭେଲ ଲେଖକ ମିଗୁଏଲ ଡି ସର୍ଭାଣ୍ଟେସ୍କୁ ସମ୍ମାନିତ କରିବା ଏବଂ ପୁସ୍ତକ ବିକ୍ରିକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏଭଳି ଦିବସ ପାଳନର ପରିକଳ୍ପନା କରିଥିଲେ। ପରେ 1995 ମସିହାରେ ୟୁନେସ୍କୋ ଏପ୍ରିଲ 23 ତାରିଖରେ ବିଶ୍ୱ ପୁସ୍ତକ ଏବଂ ସତ୍ତ୍ୱାଧିକାର ଦିବସ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। ଅନ୍ୟ ପ୍ରକାରରେ ଲକ୍ଷ୍ୟ କଲେ ଏହି ତାରିଖରେ ୱିଲିୟମ ସେକ୍ସପିୟର ଏବଂ ଇନ୍ସା ଗାର୍ସିଲାସୋ ଦି ଲା ଭେଗାଙ୍କ ମୃତ୍ୟୁବାର୍ଷିକ ପାଳନ କରାଯାଇଥାଏ। ତେଣୁ ଏକ ପ୍ରକାରେ ଏପ୍ରିଲ 23 ତାରିଖକୁ ବିଶ୍ୱ ପୁସ୍ତକ ଏବଂ ସତ୍ତ୍ୱାଧିକାର ଦିବସ ଭାବେ ପାଳନ କରାଯିବାର ପ୍ରାସଙ୍ଗିକତା ଜଣାପଡ଼େ। ପଠନ ପାଇଁ ପୁସ୍ତକ ଚୟନର ଇଚ୍ଛାକୁ ସମର୍ଥନ କରିବା, ଏହାର ଲାଭ ତଥା ପୁସ୍ତକ ପଢ଼ିବାକୁ ଏକ ଅଭ୍ୟାସରେ ପରିଣତ କରିବା ଦିଗରେ ଏହି ଦିବସ ଏକ ଚମତ୍କାର ସୁଯୋଗ ପ୍ରଦାନ କରିଥାଏ। ଜ୍ଞାନର ପ୍ରବେଶ ଦ୍ୱାରା ହିଁ ଭାଷା ବୋଲି ଗ୍ରହଣ କରାଯାଇଥାଏ। ତେଣୁ ପୁସ୍ତକଟିଏ ଜ୍ଞାନର ଅସରନ୍ତି ଭଣ୍ଡାର ବୋଲି ଜାଣିବାକୁ ପଡ଼ିବ। ପୁସ୍ତକ ମାଧ୍ୟମରେ ଆମେ ବହୁବିଧ ଜ୍ଞାନ ଆହରଣ କରିଥାଉ। ଆମ ଜୀବନରେ ବହିର ମହତ୍ତ୍ୱ ଅତୁଳନୀୟ। ପ୍ରାଚୀନ ପୁସ୍ତକଠାରୁ ଆରମ୍ଭ କରି ଆଧୁନିକ ଉପନ୍ୟାସ ପର୍ଯ୍ୟନ୍ତ ପୁସ୍ତକ ହିଁ ସଭ୍ୟତାକୁ ଆକାର ପ୍ରଦାନ କରିଥାଏ। ଏହା କେବଳ ଶିକ୍ଷଣୀୟ ଉପକରଣ ଭାବେ ନୁହେଁ, ବରଂ ସଭ୍ୟତାର ଚିନ୍ତାଧାରାକୁ ପର ପିଢ଼ିକୁ ପ୍ରଦାନ କରିବାରେ ଏକ ସେତୁ ଭଳି କାର୍ଯ୍ୟ କରିଥାଏ। ମାନବ ସଭ୍ୟତାର ଐତିହ୍ୟ ଏବଂ ଆକାଂକ୍ଷାକୁ ଲିଖିତ ଭାଷା ହିଁ ପ୍ରବାହ ପ୍ରଦାନ କରିଥାଏ। ସେ କାବ୍ୟ କିମ୍ବା କବିତା ଆକାରରେ ହେଉ, ପ୍ରବନ୍ଧ କିମ୍ବା ନାଟକ ହେଉ, ଏହା ହେଉଛି ଐତିହ୍ୟ, ପରମ୍ପରା ଏବଂ ଆକାଂକ୍ଷାର ଏକ ପ୍ରବହମାନ ଧାରା। ପୁସ୍ତକ ପଠନ କଳ୍ପନାର ଦିଗନ୍ତକୁ ବ୍ୟାପକ କରିବା ସହ ପାଠକଙ୍କୁ ସ୍ପଷ୍ଟ ଭାବରେ ଚିନ୍ତା କରିବା ଏବଂ ଭବିଷ୍ୟତ ପାଇଁ ମାର୍ଗ ଉନ୍ମୁକ୍ତ କରିବାକୁ ଉତ୍ସାହିତ କରିଥାଏ। ପୁସ୍ତକ ହେଉଛି ଶିକ୍ଷା ବ୍ୟବସ୍ଥାର ମୂଳଦୁଆ। ପାଠ୍ୟପୁସ୍ତକ ସହିତ ସମାଲୋଚନାତ୍ମକ ଚିନ୍ତାଧାରା ଏବଂ ବିଶ୍ଳେଷଣାତ୍ମକ ବ୍ୟାଖ୍ୟା ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କରିବାରେ ସାହାଯ୍ୟ କରିଥାଏ। ଗୋଟିଏ ପୁସ୍ତକରେ ଭାଷା, ଉପଭାଷା, ଲୋକକଥା, ରୀତିନୀତି, ସଭ୍ୟତାର ସାମୂହିକ ଚିନ୍ତାଧାରା ସଂରକ୍ଷିତ ରହିଥାଏ। ଆମ ପୂର୍ବପୁରୁଷଙ୍କ କାହାଣୀ, ଚିନ୍ତାଧାରା ଏବଂ ଜ୍ଞାନକୁ ଆମ ମଧ୍ୟରେ ପୁସ୍ତକ ହିଁ ଉଜ୍ଜୀବିତ କରି ରଖିଥାଏ। ଏପରିକି ପୁସ୍ତକକୁ ଏକାନ୍ତବାସର ସାଥୀ ବୋଲି ମଧ୍ୟ କୁହାଯାଇଥାଏ। ସାମାଜିକ ପରିବର୍ତ୍ତନର ପୁସ୍ତକ ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୂର୍ବସୂରୀଙ୍କ ଦ୍ୱାରା ସମାଜରେ ଅନ୍ୟାୟ ବିରୁଦ୍ଧରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ପରପିଢ଼ିକୁ ପ୍ରେରଣା ଯୋଗାଇଥାଏ। ସେହିଭଳି ପୁସ୍ତକକୁ ସହାନୁଭୂତି ଏବଂ ଭାବନାତ୍ମକ ଚିନ୍ତାଧାରା ବୃଦ୍ଧିକାରୀ ବୋଲି ଗ୍ରହଣ କରାଯାଇଥାଏ। ଲେଖନୀ ମାଧ୍ୟମରେ ପୂର୍ବପୁରୁଷ ସେମାନଙ୍କର ଅନୁଭବ, ଅନୁଭୂତି ଏବଂ ଅଭିଜ୍ଞତାକୁ ପରପିଢ଼ିଙ୍କ ପାଖରେ ପହଞ୍ଚାଇଥାନ୍ତି। ପୁସ୍ତକ ପଠନ ମଧ୍ୟ ଆମକୁ ଏକାକିତ୍ୱ, ଦ୍ୱନ୍ଦ୍ୱରେ ସ୍ପଷ୍ଟତା ଏବଂ ବିଶୃଙ୍ଖଳାରେ ଶାନ୍ତିର ମାର୍ଗ ପ୍ରଦର୍ଶନ କରିଥାଏ। ଏପରିକି ଜଣେ ବ୍ୟକ୍ତିର ଚରିତ୍ର ଗଠନରେ ପୁସ୍ତକ ବେଶ୍ ସହାୟକ ହୋଇଥାଏ। ସମାଜର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କର ଜୀବନୀ କିଶୋର ଏବଂ ଯୁବବର୍ଗଙ୍କ ମଧ୍ୟରେ ପ୍ରେରଣାର ଉତ୍ସ ପାଲଟିଥାଏ। ବର୍ତ୍ତମାନର ଡିଜିଟାଲ ଯୁଗରେ ପୁସ୍ତକ ସଂରକ୍ଷଣର ଯଥେଷ୍ଟ ଆବଶ୍ୟକତା ରହିଛି। ପୁସ୍ତକ ପଠନକୁ ପ୍ରୋତ୍ସାହନ କରିବା ଲକ୍ଷ୍ୟରେ ପାଠାଗାରଗୁଡ଼ିକର ମଧ୍ୟ ବହୁ ଭୂମିକା ରହିଛି। ସରକାରୀ ଏବଂ ବେସରକାରୀ ସ୍ତରରେ ପାଠାଗାର ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହିଛି। ପୁରୁଣା ପାଣ୍ଡୁଲିପି ଏବଂ ପୁସ୍ତକଗୁଡ଼ିକୁ ଡିଜିଟାଲ ମାଧ୍ୟମରେ ସଂରକ୍ଷଣ କରି ରଖାଯିବାର ପ୍ରୟାସ ଜାରି ରହିଛି। ତେବେ ସିଧାସଳଖ ପୁସ୍ତକ ପଠନ ଏବଂ ଇ ପଠନ ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ରହିଛି। ଜଣେ ପାଠକ ହିଁ ଏହାର ଗୁରୁତ୍ୱକୁ ବୁଝିପାରିବ। ତେଣୁ ଆମକୁ ପରପିଢ଼ିଙ୍କୁ ପୁସ୍ତକ ପଠନ ଦିଗରେ ପ୍ରୋତ୍ସାହିତ କରିବାକୁ ପଡ଼ିବ। ଦୈନନ୍ଦିନ ଜୀବନର ଚଲାପଥରେ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରୁଥିବାରୁ ପୁସ୍ତକ ହିଁ ଆମ ପାଇଁ ସବୁବେଳେ ବାଞ୍ଛନୀୟ। ତେବେ ଆସନ୍ତୁ ଆଜିର ଦିବସରେ ପୁସ୍ତକ ପଠନ ଏବଂ ଏହାର ସଂରକ୍ଷଣ ଦିଗରେ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହେବା।